ସମସ୍ତଙ୍କୁ ଶୁଭ ସକାଳ। ଆଜିର ଦିନ ଆରମ୍ଭ ହେଉଛି ଦିନ 10ଟାରେ। ଝିଅ ଏବେ ଉଠିଲା, ତାକୁ ପୁଣି ନିଦ ହେଲା, ସେ ଶୋଇପଡ଼ିଲା। ସେ ଶୋଇପଡ଼ିଲା, ମୋତେ ଟିକେ ମ୍ୟାଗି ଖାଇବାର ଇଚ୍ଛା ଥିଲା, ସେ ଉଠିବାର ଦେଖି ମୁଁ ମ୍ୟାଗି ବନେଇଲିନି, ସେ ଶୋଇପଡ଼ିଲା। ପୁଣି ତାକୁ ମୁଁ ଚୋକୋସ୍ ଖାଇକିରି ମୋତେ ଆଜି ସକାଳର କଟେଇବାକୁ ପଡ଼ିଲା। ତାପରେ ଝିଅର ସବୁ କାମ ସାରି ଦେଇଥିଲି, ମୋର ବି ଯାହା ଫେସ୍ କ୍ରିମ୍ ସବୁ ଲଗେଇବାର ଥିଲା ସେ ସବୁ କାମ ସାରିଦେଲି। ଲଞ୍ଚ ବକ୍ସ ପ୍ରିପାରେସନ୍ରେ ଚାଲିଥିଲି, କାରଣ ଆଜି ହଜବେଣ୍ଡ ଲଞ୍ଚ ବକ୍ସ ନେଇନଥିଲେ, ତାଙ୍କୁ ଲଞ୍ଚ ଘରେ ଆସିକି କରିବାର ଥିଲା। ସୋ ଲଞ୍ଚରେ ବନେଇ ନେଇଥିଲି ଆଜି କୋବି ଚିଲି ସହିତ ପଖାଳ ଭାତ, ବାଇଗଣ ଚକି ଭଜା ସହିତ ଆଳୁର ଦଳାଦଳି ବନେଇକିରି ଖାଇ ନେଇଥିଲୁ। ହଜବେଣ୍ଡ ବି ଆସି ଯାଇଥିଲେ, ମିଶିକିରି ଏଠି ପଖାଳ ଖାଇକିରି ଯେଉଁ ଶାନ୍ତି କହିଲେ ନ ସରେ। ଲଞ୍ଚ ଖାଇବା ସରିଲା ପରେ ହଜବେଣ୍ଡ ଶୋଇପଡ଼ିଥିଲେ, ଆଉ ଝିଅକୁ ଆଜି ନିଦ ନଥିଲା, ସେ ମଝିରେ ଟିକେ ଶୋଇପଡ଼ିଥିଲା। ସୋ ତାକୁ ଖେଳିବାକୁ ଛାଡ଼ି ଦେଇ ମୁଁ ସବୁ ବାସନ ଧୁଆଧୁଇ କରିଦେଇଥିଲି, ଆଉ ପୁଣି ଝିଅକୁ ନେଲି ଶୋଇବା ପାଇଁ। ସେ ଶୋଇଲାନି, ସେ ନ ଶୋଇବାରୁ ଦେଖନ୍ତୁ ଇଭିନିଂରେ କେମିତି ହଇରାଣ କରୁଛି। ଫାଇନାଲି ସେ ଟିକେ ଶୋଇପଡ଼ିଲା, ଆଉ ଡିନର ପ୍ରିପାରେସନ୍ରେ ମୁଁ ଲାଗିଲି। ଆଜି ଡିନରରେ ବନେଇ ନେଇଥିଲି ପାସ୍ତା, ତାକୁ ପାସ୍ତା ଖାଇ ଆଜି ଦିନଟି ଶେଷ କଲୁ। ଆଶା କରୁଛି ମୋ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଥିବ। ଯଦି ଭିଡ଼ିଓ ଭଲ ଲାଗେ ତାହେଲେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିନେବେ।